ଆରେ ଆରେ ହାପି ବାର୍ଥଡେ କାର କେକ୍ଟି କାହାର ଥୁଆ ହେଇଛି ଆଉ କାହା ପାଇଁ ଏଇ କେକ୍ର ଆୟୋଜନ। ତ ଚାଲନ୍ତୁ ପୁରା ଭିଡ଼ିଓଟି ଦେଖନ୍ତୁ, ତାହେଲେ ନା ଜାଣିପାରିବେ କେକ୍ଟି କ'ଣ ପାଇଁ ଅଛି ଆଉ କେମିତି ହେଲା। ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ନିହାତି ଭାବେ ଜଣେଇବେ। ତ କେକ୍ଟି କାହାର 18 ତାରିଖ ଆମର ଅଗଷ୍ଟ 18ରେ କାହାର ବାର୍ଥଡେ ଥିଲା। ଚାଲନ୍ତୁ ତେବେ ଭିଡ଼ିଓଟି ପୁରା ଦେଖନ୍ତୁ, ଜାଣିପାରିବେ। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଏଇ ଭିଡ଼ିଓରେ। ତ ଚାଲନ୍ତୁ, ମୁଁ 2 ଦିନ ହେବ ତ ମୋ ଦେହ ବହୁତ ଖରାପ ହେଇଯାଇଥିଲା, ପୁରା ଜ୍ୱର। ଆଉ ଘରେ ମାନେ ସମସ୍ତଙ୍କ ଦେହ ଯଦି ଖରାପ ହେଇଯିବ ମୁଁ ତ ସେବା କରିବା ପାଇଁ ଥାଏ, କିନ୍ତୁ ମୋ ଦେହ ଯଦି ଖରାପ ହେଇଗଲା ତାହେଲେ ସବୁ ଖରାପ। କାହିଁକି ନା ଘରେ ନା ରୋଷେଇ ନା ଖାଇବା ନା କିଛି କାମର ଗୋଟେ ଠିକଣା ଥାଏ। ଆଉ ଏଇଠି ଦେଖନ୍ତୁ ଡ୍ରେସ୍ ମୁଁ ସକାଳୁ ଉଠିକି ରେଡ଼ି କରିଦେଲି କୁନୁ ସ୍କୁଲ ଯିବ ବୋଲି ଆଇରନ୍ ଦେଇକି। ତାପରେ ତାର ପ୍ରଥମ କାମ ହେଉଛି ତାର ଯେଉଁ ଡାଏଟ୍ ଏବେ କରୁଛି, ପୁରା ଲିଷ୍ଟ ଧରିକି ଓଜନ କରିକି ତାକୁ ଖାଉଛି। ଆଉ ଟିକେ ବି ଟମାଟର ହେଲା, କ୍ୟାପ୍ସିକମ୍ ହେଲା, ପିଆଜ ହେଲା, ସବୁ ଓଜନ ହେଉଛି। ଦହି ଚିଲା, ମୁଗ ଚିଲା ତାକୁ ଖାଇକିନି ସ୍କୁଲ ଯାଉଛି। ତାପରେ ଟିଫିନ୍ ନେଇକି ଯାଉନି, ନା ବିସ୍କୁଟ ନା ମିଠା ନା ମଇଦା ନା କୌଣସି ଛଣାଛଣି, ଏସବୁ ପୁରା ଛାଡ଼ି ଦେଇଛି। ଆଉ ଏବେ ଆଇଁଷ ବି ପୁରା ଛାଡ଼ି ଦେଇଥିଲା, କିନ୍ତୁ ତାଙ୍କ କୋଚ୍ କହିଲେ ହେଭି ପ୍ରୋଟିନ୍ ଦରକାର ବ୍ୟାଡ଼ମିଣ୍ଟନ୍ ଖେଳିବା ପାଇଁ। ତ ଏବେ ଚିକେନ୍ ଅଣ୍ଡାଟା ଆଗ ଖାଇଲା, ତାପରେ ଏବେ ଚିକେନ୍ ଖାଉଛି। ବୋନଲେସ୍ ଚିକେନ୍ ତାକୁ ଆଣିକି ମାପିକି ତାକୁ କଷା ଆଉ ଭାତ 70 ଗ୍ରାମ ଚାଉଳର ଭାତ ଖାଉଛି। ତ ଚାଲନ୍ତୁ ସକାଳୁ ସକାଳୁ ଏଇଠି ଟିକେ ରାତିରେ ସୁଜି କରିଥିଲି, ସେ ସୁଜି ବି ଟିକେ ଥିଲା। ତ ସୁଜି ମିଠା ସୁଜି ଆଉ କ'ଣ ସକାଳୁ ଚଣା ମୁଗ ଏଇଟାକୁ ଟିକେ ଭୁଜିଆ ଟାଇପ୍ର କରିଦେଇଥିଲି। ବାବୁନା ଖାଇକି ଗଲା ହଷ୍ଟେଲ। ତ ସଞ୍ଜବେଳେ ଆମେ କୁଆଡ଼େ ବାହାରିଥିଲୁ, ହଠାତ୍ କେଉଁଠି ବାହାରିଲୁ ଆଉ କ'ଣ କାମ ଥିଲା, କେଉଁ ଜାଗାକୁ ଆମେ ଯାଇଛୁ, ଯେଉଁଟାକି ମୁଁ କହିବାକୁ ଏବେ ଚାହୁଁନି। ଆପଣମାନେ ପୁରା ଭିଡ଼ିଓ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ନିହାତି ଭାବେ ଜାଣିପାରିବେ କେଉଁ ଜାଗାକୁ ଯାଇଥିଲୁ। ହଠାତ୍ ଫୋନ୍ ଆସିଲା, ଆମେ ଗଲୁ। ତ କେଉଁ ଜାଗାକୁ ଯାଇଥିଲୁ, କ'ଣ ପାଇଁ ଯାଇଥିଲୁ, ନିହାତି ଭାବେ ଭିଡ଼ିଓରେ ପୁରା ସ୍କିପ୍ ନ କରିକି ଦେଖନ୍ତୁ, ଜାଣିପାରିବେ ତାହେଲେ କେଉଁ ଜାଗାକୁ ଯାଇଥିଲୁ। ଏଠି ସକାଳର ନାସ୍ତା ସରିଗଲା, ତାପରେ ବିଛଣା ଝଡ଼ା। ସକାଳୁ ଉଠିକି ବିଛଣା, ଏଇଟା ତ ପ୍ରଥମ କାମ, ବିଛଣା ଝଡ଼ା, ମଶାରୀ ଖୋଲା, ଏଇସବୁ ତ ଚାଲିଥାଏ ପ୍ରତି ଘରେ। ଏଇସବୁ କାମ ସାରିଲା ପରେ ତାପରେ ନିଜେ ଟିକେ ଚା କରିକି ପିଇଲି। ତାପରେ ଖରାବେଳର ରୋଷେଇ, ତାପରେ ସଞ୍ଜବେଳେ ଆଉ ବାପାକୁ ବି ବହୁତ କୁନୁର ବାପାକୁ ବି ବହୁତ ଜ୍ୱର ହେଇଯାଇଛି। 3 ଦିନ 4 ଦିନ ହେଲାଣି ତାଙ୍କୁ ଜ୍ୱର। ତାଙ୍କ ଠାରୁ ହିଁ ମୋତେ ପୁରା ମୋ ଦେହ ଖରାପ ହେଇଗଲା। ମୋ ଦେହ 2-3 ଦିନ ହେଲାଣି, ମାନେ ଯାଇଥିଲୁ ଆମେ ବାହାରକୁ, ଯେଉଁଥିପାଇଁ ମୁଁ ସସ୍ପେନ୍ସ ରଖିଛି ଭିଡ଼ିଓ ଲାଗି, ଆପଣମାନେ ନିହାତି ଭାବେ ଜାଣିପାରିବେ। ଆଉ ଭିଡ଼ିଓଟି ଟିକେ ଲେଟ୍ ହେଇଗଲା ଗୋଟେ ଦିନ, ତ ସେଇଥିପାଇଁ ଧନ୍ୟବାଦ ସରି ଆପଣମାନଙ୍କୁ। ଆଉ ଚାଲନ୍ତୁ ଆପଣମାନଙ୍କୁ ଧନ୍ୟବାଦ ଦେଉଛି, ଯେଉଁମାନେ ସବସ୍କ୍ରାଇବ୍ କରିଛନ୍ତି ମୋ ଚ୍ୟାନେଲକୁ, ଆପଣମାନଙ୍କୁ ଅଶେଷ ଧନ୍ୟବାଦ ଦେଉଛି ଏଇ ଭିଡ଼ିଓରେ। ତ ଚାଲନ୍ତୁ, ଯେଉଁମାନେ ନୂଆ ଆସିଛନ୍ତି ସେମାନେ ସବସ୍କ୍ରାଇବ୍ କରି ନିଅନ୍ତୁ। ଆଉ କେଉଁ ଜାଗାକୁ ଯାଇଥିଲି ସେଇଟା ବାର ମୁଁ କହି ଆସୁଛି, କିନ୍ତୁ କହୁନି, କାରଣ ସେଇଠୁ ଆସିଲା ପରେ ମୋ ଦେହ ଏତେ ଖରାପ ହେଇଗଲା। ଆଉ ମୋ ଭିଡ଼ିଓ ସେଇଥିପାଇଁ ଗୋଟେ ଦିନ ଲେଟ୍ ହେଇଗଲା। ତଣ୍ଟି ଏବେ ବି ପଡ଼ିଛି, ମେଡ଼ିସିନ ଚାଲିଛି, ଜ୍ୱର ହେଇଯାଇଥିଲା। ଆଉ ଚାଲନ୍ତୁ, ମୁଁ ଯଦି ଶୋଇପଡ଼ୁଛି ବହୁତ କାମରେ ଅବହେଳା, ତ ମୁଁ ନିଜେ ହିଁ ଖାଇବାରେ ଅବହେଳା ହେଇଯାଏ। ଆଉ କିଣିକି ଖାଆନ୍ତି, ଆଉ ନିଜେ କିଛି କରିପାରନ୍ତିନି, କିଣିକି ହିଁ ଆମର ଖିଆଯାଏ। ତ ଚାଲନ୍ତୁ, ବାହାରୁ ରୁଟି ତଡ଼କା ଏଇସବୁ କିଣି ଆଣିଥିଲେ। ଆଉ ବ୍ରେଡ଼୍ କ୍ଷୀର ଖରାବେଳେ ଖାଇଥିଲୁ। ସକାଳେ ବି ଏଇ ଯେଉଁ ଆମର ଉପମା ଟିକେ କଷ୍ଟମଷ୍ଟେ କରିଦେଇଥିଲି, ଉପମା ଟିକେ ଖାଇ ଦେଇଥିଲୁ। ଏମିତି ଚାଲିଛି। ତ ଚାଲନ୍ତୁ ସେଇ ଭିଡ଼ିଓଟି ଦେଖି ନିଅନ୍ତୁ, କେମିତି ଲାଗୁଛି ଆପଣମାନେ ନିହାତି ଭାବେ ଜାଣିବେ। ଏଇଠି ବାବୁନା ହଷ୍ଟେଲ ପଳେଇଗଲା, ତାପରେ ଆମେ କୁଆଡ଼େ ବାହାରିଥିଲୁ ସଞ୍ଜବେଳେ, ଆପଣମାନେ ଏଇ ଭିଡ଼ିଓରେ ଜାଣିପାରିବେ କ'ଣ ପାଇଁ ଯାଇଥିଲୁ। ତ ଅଗଷ୍ଟ 18ର ଏଇ ଭିଡ଼ିଓଟି, ଅଗଷ୍ଟ 18ର ସ୍କୁଲ ବାହାରୁଛି। ସ୍କୁଲ ନେଇକି ତାକୁ ଟିକେ କୁଟୁକୁ ଖରାବେଳେ ପଳେଇ ଆସେ, କାହିଁକିନା ବାପାକୁ ଦେହ ଭଲ ନାହିଁ, ପବନ ବାଜିଲେ ବେଶୀ ଦେହ ଖରାପ ହେବ। ତେଣୁକରି ମୁଁ ଯାଉଛି, ମୋ ଦେହ ବି ଭଲ ନାହିଁ, ଜ୍ୱର ହେଇଛି, କିନ୍ତୁ ବାହାରିକି ଯାଉଛି। ଚାଲନ୍ତୁ ତେବେ ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ
केमिति लागिला वीडियोटी निहाती भावे मतामत जनातु रहिली पुणी देखा नेक्स्ट वीडियो रे लव यू जय जगन्नाथ। देह दर्शक बंधु जमार भल ना मत प्रबल ज्वर किंतु मु जाऊँगी कुटुक टे नहीं कि आसे कहीं बापा को भी देह भल ना कुटु बापार देह भी भल ना देह बहुत खराब हो तेणुक मुझे हेलमेट लगे कि जीवी कष्टमष्टे आ कौन कर खाइबा तार अलग खाइबा खाइबा करदेवी चल बाजबनी से दे उठी जा से भल कि बाहर कर किसी असुविधा नहीं सी पूरा देखिक एपट को मुह कर रखीदे चले जीवा पुणी बापा ये कर पुणी तो लगी हाँ पछपटे देख चल हाँ जाऊँ से आगे थईदे चल मत चारिटा पूरी दियो केतिकी देइछन्ती अनालो चारिटा पूरी देई कहली ना मु ना ना बिजू बापू जा बिजू कुटू जा कुटू बिजू जा बिजू बापू कुटू जाऊनु तू तू भी जा 3 जन जा मु खाली छिड़ा हेबिनी तमे सब छिड़ा हो जा आगे उठै हां सेटा परे उठेबी मु आगे केक कैंडल लगा ये लगा ना वीडियो करा सीधा कर कुन्नू छिड़ा हो न छिड़ा मामा बाहर छिड़ा बापू बापू तो छिड़ा पड़े दीदी ए पड़ुआ हम कथि पड़े से सीथिया दी सीथिया काटिया तमे भौणी बा जाउना छिड़ा हबो ना हेला हैप्पी बर्थडे टू यू हैप्पी बर्थडे टू यू हैप्पी बर्थडे हैप्पी बर्थडे टू यू फोटो उठाओ कुटू बड़ बापा को खाई दे केक अरे तमे भौणी 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 भी छिड़ा हुआ भौणी भी छिड़ा हुआ भाउज रुआ 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 माँ दे आसन तोर मोर भले बोला मु तो धरिनी कौन करी दियो मु टिके झिया करे ना 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 खाइनु तो पाठ जणा पड़नु तू आ कंधे आ से जल्दी आ निया भाजा आ कर दियो एटा जीव हे देखो तम देखा जाउ देखा जीव काई देबोनी
ଏଇଠି କେକ୍ କଟାର ଆୟୋଜନ ଚାଲିଛି ତ ସମସ୍ତେ ସମ୍ପର୍କରେ ମୋର ତଣ୍ଟି ପୁରା ପଡ଼ିଯାଇଛି। ଥଣ୍ଡା ଜୋରକୁ ଜ୍ୱର। ତ ଚାଲନ୍ତୁ ଟିକେ ଭଲ ଲାଗୁଛି ବୋଲି ମୁଁ ଆପଣମାନଙ୍କ ପାଖକୁ ଏଇ ଭିଡ଼ିଓଟି ଆପଣମାନଙ୍କ ପାଖକୁ ଚେଷ୍ଟା କରିଛି ପଠାଇବା ପାଇଁ। କେମିତି ଲାଗିବ ନିହାତି ଭାବେ ଜଣେଇବେ। ତ 18 ତାରିଖରେ ଆମ ନନାଙ୍କର ବାର୍ଥଡେ ଥିଲା। ମୋ ଦେଢ଼ଶୁର ବଡ଼ ଦେଢ଼ଶୁର ଏଇଠି ରହନ୍ତି, ମାନେ ବଡ଼ ମଝିଆ ଦେଢ଼ଶୁର। ତ ଚାଲନ୍ତୁ ମୋ ଯାଆ, ମୋ ଦେଢ଼ଶୁର, ଦୁଇ ପୁଅ ପୁତୁରା, ଦୁଇ ପୁଅ ଏମାନେ ସବୁ ଛିଡ଼ା ହେଇଛନ୍ତି। ମୋ ପୁଅ ବି ଏଇଠି କୁଟୁ ଆମର ଛିଡ଼ା ହେଇଛି। ବାବୁନା ତ ହଷ୍ଟେଲରେ ଅଛି। ନନା ଫୋନ୍ କରିଥିଲେ ବାବୁନାକୁ ତା ବାପାକୁ ଯିବା ପାଇଁ। ତା ବାପାଙ୍କ ଦେହ ବହୁତ ଖରାପ ବୋଲି ସେ ଘରେ ରହିଲେ। ତ ମୁଁ ଯାଇଥିଲି, ମୋ ଦେହ ଟିକେ ଭଲ ଥିଲା। ସେଇଠୁ ଆସିଲା ପରେ ପ୍ରବଳ ଦେହ ଖରାପ ହେଇଯାଇଛି। ତ ଚାଲନ୍ତୁ ଏଇଠି ସମ୍ପର୍କରେ କାର ନନାଙ୍କର କେତେ କିଏ ଭଉଣୀ, ମୁଁ ଯେମିତି ଆମର ସାନ ବୋଉ ହେବି, ମାନେ ଭାଇଙ୍କ ସ୍ତ୍ରୀ ହେବି, ସେମିତି ମୋ ପୁଅମାନଙ୍କର ତା ବଡ଼ ବାପା ହେବେ କି ତାଙ୍କ ପୁଅର। ସେଇଥିପାଇଁ ହାପି ବାର୍ଥଡ଼େରେ ଯିଏ ଯେମିତି ସମ୍ପର୍କରେ ହାପି ବାର୍ଥଡ଼େ ଗୀତଟି ତ ଗାଇବା ହେଲା, ତାପରେ କେକ୍ କଟା ହେଲା, ତାପରେ ବଢ଼ିଆ ଖାଇବା ପିଇବା ପାଇଁ ଆୟୋଜନ ହେଇଥିଲା। ଖାଇ ପିଇକି ଘରକୁ ଫେରିଥିଲୁ ଖୁସିରେ। ତ ଚାଲନ୍ତୁ ନନାଙ୍କ ହାତ ବି କଟିଯାଇଛି ଏଠି, ଟିକେ ଦେଖନ୍ତୁ କେତେ ବ୍ୟାଣ୍ଡେଜ୍ ବନ୍ଧା ହେଇଛି। ତ ନନାଙ୍କୁ ଠାକୁର ଭଲରେ ରଖିଥାନ୍ତୁ, ସବୁବେଳେ ଏମିତି ଭଲରେ ରଖିଥାନ୍ତୁ। ଏବେ ହାତ କଟି ଯାଇଛି। ଆଉ ମଝିରେ ମଝିରେ ସେ ଗାଈ ଆମର ଅଛି ନା ନନାଙ୍କ ଘରେ, ତ ତା ଲାଗି ଘାସ ଫାସ ଆଣିଲା ବେଳକୁ, ଟିକେ ବାହାରକୁ ଗଲା ବେଳକୁ ଘାସ କାଟିଲା ବେଳକୁ ହାତରେ କେତେବେଳେ କେମିତି ଟିକେ ବାଜି ଯାଉଛି। ଏଇଥରକ ବେଶୀ କାଳେ କଟି ଯାଇଛି, ମୁଁ ତ ଜାଣିନଥିଲି, ଦେଖିନି ବି। ଆଉ ସେଠି ପୁରା ବ୍ୟାଣ୍ଡେଜ୍ ମରା ହେଇଛି। ତ ଚାଲନ୍ତୁ ଦେଖ। ଇଏ ଆମର ଟିକେ ଦେଖ ବାପୁନୁ ବାପୁନୁ ଏପଟେ ଅନେଇଲା। ଚାଲ ଛିଡ଼ାକୁ ଦେଇକି ଡାକୁନା, ଦେଇକି ସତରେ ତୁ ଖାଇବୁନୁ? ଏଇ ସତରେ ଖାଇବୁନୁ? ଆজ ବଡ଼ ମାମାକୁ କହିବା ପନିର ଦେଇଦେବେ, ନେଇଯିବୁ। ପନିର ନେଇଗଲେ ସେଠି ମୁଗ ସ୍କେଲରେ ମାପିକିନି, ଅଟା, ଟମାଟର, ପିଆଜ, ଟୋଟାଲ ମିଠା ଖିଆ ହେଉନି, ଛଣା ଖିଆ ହେଉନି। ଏଇ 2-3 ଦିନ ହେବ ଚାଲିଛି ଏଇ ଲୀଳା, 2-3 ଦିନ ହେବ। ନନାଙ୍କ ହାତ କଟି ଯାଇଛି। ଇଏ ହଉଛନ୍ତି ଧର୍ମ ଭଉଣୀ, ରାକ୍ଷୀ ବନ୍ଧା ଭଉଣୀ। କାହାକୁ ମୋତେ କହିବ ନାଇଁ? ଦେଇ ଲୁଚିକି ଥିଲେ ଲଗେଇବା ପାଇଁ, ଆଉ ଛାଡ଼ିବିନି।
ମୁଁ ଯାହାର କରେ ନା ମୁଁ ଆଗ ପଚାରି ଦିଏ, କାହିଁକି ସମସ୍ତେ ଇଣ୍ଟରେଷ୍ଟ ନଥାନ୍ତି ନା କ୍ୟାମେରାରେ ସମସ୍ତେ ପସନ୍ଦ କଲୋନୀରେ ବି ଆମର ଯିଏ ବି ଇଏ କରେ ମୁଁ ପଚାରି ଦିଏ ଆଗ। ଆମର କଲୋନୀରେ ସବୁ ଜାଣିଛନ୍ତି ଯେ ଭୋଜି ଗୋଟେ ଟିକେ କ'ଣ ହେଲେ 1700 ଭିଡ଼ିଓ ଯାଇଛି, ଦେଖିବି 1700ଟା ଭିଡ଼ିଓ ଯାଇଛି। ଆଚ୍ଛା, ସେଇଥିପାଇଁ ଆଉ ଧୀରେ ବାଡ଼େଇ ହବ। ଦେଖିକି ଟିକେ ବି ବାଜିଯିବ ଯଦି ହେଇଯିବ। ବାଜିବନି, ସେ ଦେଇ ଉଠିଯା, ସେ ଭଲ କିନା ବାହାର କରିବ, କିଛି ଅସୁବିଧା ନାହିଁ। ସିଏ ପୁରା ଦେଖିକିନା ଏଇପଟକୁ ମୁହଁ କରିକି ରଖିଦେ, ଚାଲେ ଯିବା ପୁଣି ବାପା ଇଏ କରିବା ପୁଣି ତୋ ଲାଗି। ହଁ ଏ ପଛପଟେ ଦେଖ, ଚାଲ ହଁ ଯାଉଛି ଦେ, ସେଇ ଆଗରେ ଥୋଇଦେ। ଏଇଠି ରେଡ଼ି ହେଇଗଲୁ ଆମେ ବାହାରିବା ପାଇଁ। ତ ସମସ୍ତେ 30-35 ଜଣଙ୍କ ଭଳି ଖାଇବା ହେଇଥିଲା, ଆଉ ସବୁ ଟେଷ୍ଟ ବଢ଼ିଆ ହେଇଥିଲା। କ୍ଷୀରି, ତରକାରୀ, ପୁରୀ ସବୁ ହେଇଥିଲା, ଖାଲି ପୁରୀଟା ଛଣା ହେଇନଥିଲା। ଆମେ ଯାଇକି ସବୁ ସାଙ୍ଗ ହେଇକି ମିଶିକି, କାହିଁକି ଗରମ ଗରମ ପୁରୀ ଟିକେ ଛାଣିଲେ ଭଲ ଲାଗେ, ତେଣୁକରି ଛାଣିଲୁ। ତାପରେ ସମସ୍ତେ ଖାଇସାରିଲା ପରେ ମୁଁ ନେଇକି ଘରକୁ ଆସିଲି ବି। ଆଉ 11ଟା 11:30 ଉପରେ ହେଇଯାଇଥିଲା। ଏଠି 2 ଯା ବସିକି ଖାଇଦେଲୁ ଟିକେ ଖୁସି ମଜା କରିକି। ମୁଁ କହୁଥିଲି ଘରକୁ ନେଇଯିବି ଖାଇବି, ଦେଇ କହିଲେ ନାଇଁ ତୁ ଏଇଠି ଖାଇକି ଯା। ତ ଖାଇଦେଲୁ ସାଙ୍ଗ ହେଇକି ଟିକେ, ଆଉ ତାପରେ ସବୁ ଟେଷ୍ଟ ହେଇଥିଲା। ଏଇଟା ହେଉଛି ଜୀବନର ଖୁସି। ତ ଭିଡ଼ିଓଟି ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଲଭ୍ ୟୁ ଅଲ୍। ଜୟ ଜଗନ୍ନାଥ।